ବାଜଇ ମର୍ଦଳ ତାଳେ କାହାଳି ଚହଲେ ହରିବୋଲ ହୁଳ ହୁଳି ଗୋଳା ଚତୁସମ ଅଙ୍ଗରେ ବୋଳି ଫୁଲମାଳେ ଚୂର୍ଣ୍ଣ କର୍ପୂର ଧୂଳି ସୁବାସ ଉଛୁଳି ଆଲଟ ଚାମର ସମୀର ଢାଳି ଆଲଟ ଏବଂ ଚାମରର ନିରନ୍ତର ସେବା ମାଧ୍ୟମରେ ସତେ ଯେପରି ଆପଣଙ୍କର ଏଇ ଆସୁଥିବା ଆପଣ ଧର୍ମାକ୍ତ ହୋଇଯାଇଥିବେ ଏ ତ ଆପଣଙ୍କର ଏଇ ଯେଉଁ ଗ୍ରୀଷ୍ମ ସମୟ ସହଜେ ଜ୍ୟେଷ୍ଠ ପୂର୍ଣ୍ଣିମାର ସମୟ ସେପଟେ ନୀଳାଦ୍ରିର ଚରମେଘ ହୋଇ ଆପଣ ଆଉ କିଛି ଦିନ ପରେ ଆପଣ ଯେତେବେଳେ ଆପଣ ଆସିଗଲେ ବାହାରକୁ ପ୍ରଭୁ ଏଇ ମେଘମାନେ ସତେ ଯେପରି ସେମାନେ ମଧ୍ୟ ଏ ଧରାଧାମକୁ ଆର୍ଦ୍ର କରିବେ ଏବଂ ପୃଥିବୀକୁ ଶସ୍ୟ ଶ୍ୟାମଳା କରିବେ ତା ପାଇଁ ଜଗତର ଅପେକ୍ଷା ରହିଛି। ଆଉ ତା ଭିତରେ ଯେଉଁ ଜ୍ୟେଷ୍ଠ ମାସର ଯେଉଁ ଗୁଳୁଗୁଳିର କଥା ଆମେ କହେ ଯେଉଁ ଧର୍ମାକ୍ତ କାଳେ ଆପଣ ହୋଇଯାଇଥିବେ ଭକ୍ତ ଆଜି ଆପଣଙ୍କୁ ସେବା ଦେଉଛି ଆପଣ ସେଇ ସେବାକୁ ଅଙ୍ଗୀକାର କରି ଭକ୍ତଙ୍କ ଭିତରେ ମଧ୍ୟ ସେଇ ଭାବ ଏବଂ ଆବେଗକୁ ବ୍ୟକ୍ତ କରି ଆପଣ ସେମାନଙ୍କୁ ବି ଆର୍ଦ୍ର କରିବେ। କେତେବେଳେ କୃପାରେ ଆର୍ଦ୍ର ହୋଇଛି ଭକ୍ତର ଚିତ୍ତ କେତେବେଳେ ଆପଣଙ୍କର କରୁଣାରେ ଆର୍ଦ୍ର ହୋଇଛି ଭକ୍ତର ହୃଦୟ ଆଉ ସେଇ କୃପା ଏବଂ କରୁଣାର ଆପଣ ପାରାବାର ଆପଣ ସମୁଦ୍ର ଯାହାକୁ ଦର୍ଶନ କରି ଭକ୍ତମାନେ ଅପେକ୍ଷା ରଖିଛନ୍ତି ଆଜି ଆପଣମାନଙ୍କ ଭିତରେ ସେମାନେ ସମସ୍ତେ ଆପଣମାନଙ୍କ ଭିତରେ ଭକ୍ତମାନଙ୍କର ଯେଉଁ ଭାକ୍ତିକ ପ୍ରକ୍ରିୟାକୁ ଆମେ ଲକ୍ଷ୍ୟ କରୁଛୁ ବାସ୍ତବିକ ତାହା ମଧ୍ୟ ଆମ ସମସ୍ତଙ୍କୁ ଉଲ୍ଲସିତ କରୁଛି। ଆମେ ତାରି ଭିତରେ ମହାପ୍ରଭୁଙ୍କର ଏ ଦିବ୍ୟାତି ଦିବ୍ୟ ପହଣ୍ଡିର ଦୃଶ୍ୟକୁ ଦର୍ଶନ କରିବାର ସୁନ୍ଦର ଅବକାଶ ଭିତରେ ଆସୁଛନ୍ତି ଟିକିଏ ଅଟକି ଯାଉଛନ୍ତି ଭକ୍ତଙ୍କ ସହିତ ଆଜି ମିଶିବାର ଯେଉଁ ଆଗ୍ରହ ମହାପ୍ରଭୁଙ୍କର ରହିଛି ଭକ୍ତ ବିନୋଦ ଲୀଳା କରିବେ ଭକ୍ତଙ୍କୁ ଐଶ୍ୱର୍ଯ୍ୟ ଦେବେ ଭକ୍ତଙ୍କୁ ମାଧୁର୍ଯ୍ୟ ଦେବେ ଭକ୍ତଙ୍କୁ ମୋହିତ କରିବେ ତାରି ଭିତରେ ସକଳ ଭକ୍ତ ଆଜି ସମସ୍ତେ ଏକାଠି ହୋଇ ମହାପ୍ରଭୁଙ୍କୁ ଦର୍ଶନ କରି ସେମାନେ ଅଭିଭୂତ ହେଉଛନ୍ତି। ଗୋଟିଏ ବର୍ଷ ପରେ ଯେଉଁ ଭକ୍ତମାନେ ମହାପ୍ରଭୁଙ୍କୁ ମନ୍ଦିରର ରତ୍ନ ସିଂହାସନରେ ଦେଖିବା ପାଇଁ ଅଧିକୃତ ନାହାନ୍ତି ଯେଉଁମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରୁନାହାନ୍ତି ସେମାନେ ଆଜି ମହାପ୍ରଭୁଙ୍କୁ ଦେଖିବେ ଆଉ ସେଥିପାଇଁ ତ ମହାପ୍ରଭୁ ନିଜେ ଆଜି ଧାଡ଼ି ପହଣ୍ଡିରେ ଆସୁଛନ୍ତି ଅପେକ୍ଷା ରଖୁନାହାନ୍ତି ଯେତେବେଳେ ଗୋଟି ପହଣ୍ଡିର ପ୍ରକ୍ରିୟା ଭିତରେ ମହାପ୍ରଭୁ ଲେଉଟାଣି ଯିବେ ସେତେବେଳେ ପାଇଁ ସେ ଗୋଟି ପହଣ୍ଡିର ପ୍ରକ୍ରିୟା ଭିତରେ ମହାପ୍ରଭୁ ସୂଚିତ କରୁଛନ୍ତି ଭକ୍ତଙ୍କ ଠାରୁ ମେଲାଣି ନେବାକୁ ସେ ଚାହାନ୍ତି ନାହିଁ ଆଉ ଆଜି ରତ୍ନ ସିଂହାସନ ତ୍ୟାଗ ଯେତେବେଳେ କରୁଛନ୍ତି ଆଜି ଧାଡ଼ି ପହଣ୍ଡିରେ ଆସୁଛନ୍ତି ସେ ଧାଡ଼ି ପହଣ୍ଡିରେ ଆସିବାର ଉଦ୍ଦେଶ୍ୟ କ'ଣ ନା ଭକ୍ତମାନଙ୍କୁ ସେ ଦର୍ଶନ ଦେବେ। ଆଜି ଭକ୍ତଙ୍କ ସହିତ ଭଗବାନ ନରଙ୍କ ସହିତ ନାରାୟଣ ଜୀବଙ୍କ ସହିତ ପରମଙ୍କର ଯେଉଁ ସୁନ୍ଦର ମିଳନର ପ୍ରକ୍ରିୟା ହେବ ଆଜି ବିଶ୍ୱବାସୀ ତାକୁ ଦେଖିବେ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଏ ସ୍ୱୟଂ ଲୀଳା ଏ ପ୍ରତ୍ୟକ୍ଷ ଲୀଳା ପ୍ରତ୍ୟକ୍ଷ ସ୍ନାନର ଦୃଶ୍ୟ ଏବଂ ତା ସହିତ ବିଭିନ୍ନ ରୀତିନୀତି ଯାହା ସମ୍ପାଦିତ ହୁଏ ସେ ସବୁକୁ ଆପଣ ଆଜି ଦେଖାଇ ଦେବେ ଜଗତକୁ ସେ ସବୁକୁ ଆପଣ ଆଜି ଦେଖାଇ ଦେବେ ବିଶ୍ୱବାସୀଙ୍କୁ ଯେ ଦେଖ ମୁଁ ରହସ୍ୟ ଘନ ବିଗ୍ରହ ହୋଇପାରେ କିଛି ରହସ୍ୟ ରହିପାରେ କିନ୍ତୁ ସେ ରହସ୍ୟର ମଧ୍ୟ ଉଦ୍ଘାଟନ ହୋଇଯିବ ମୁଁ ଯେତେବେଳେ ଚାହିଁବି ମୁଁ ଯେତେବେଳେ ପ୍ରତ୍ୟକ୍ଷ ଲୀଳା କରିବି ମୁଁ ଯେତେବେଳେ ସ୍ୱୟଂ ଲୀଳା କରିବି କାରଣ ମୋର ଏହି ସ୍ୱୟଂ ଲୀଳାର ଗୋଟିଏ ମାତ୍ର ଉଦ୍ଦେଶ୍ୟ ଯେ ପତିତମାନଙ୍କୁ ପାବନ କରିବା ସମସ୍ତ ଜୀବଙ୍କୁ ମୋର ସମସ୍ତ ସୃଷ୍ଟିକୁ ସୁନ୍ଦର କରି ସମସ୍ତଙ୍କ ପାଇଁ ମୋକ୍ଷ ଏବଂ ମୁକ୍ତିର ମାର୍ଗକୁ ସେମାନଙ୍କୁ ଦେଖାଇ ଦେବା ମୋକ୍ଷ ଏବଂ ମୁକ୍ତି ମାର୍ଗରେ ସେମାନଙ୍କୁ ପ୍ରଭାବିତ କରିବା ପାଇଁ ଆମେ ପ୍ରେରିତ କରିବା। ଆପଣମାନେ ଦେଖନ୍ତୁ ଯେଉଁ ସେବାୟତମାନେ ରହିଛନ୍ତି ସମସ୍ତଙ୍କ ଭିତରେ ସେଇ ପ୍ରଣତ ମୁଦ୍ରାରେ ସମସ୍ତେ ହାତ ଯୋଡ଼ି ମହାପ୍ରଭୁଙ୍କୁ କୃତାଞ୍ଜଳି ପୁଟରେ ମହାପ୍ରଭୁଙ୍କୁ ଚାହୁଁଛନ୍ତି ଟିକେ ଦର୍ଶନ କରିଦେଉଛନ୍ତି। ନିତ୍ୟ ଦର୍ଶନ ମହାପ୍ରଭୁଙ୍କୁ ରତ୍ନ ସିଂହାସନରେ କରିବା ଆଉ ଆଜି ପ୍ରତ୍ୟକ୍ଷ ଦର୍ଶନ କରିବା ଯେତେବେଳେ ପ୍ରଭୁଙ୍କର ବହିରାଗମନ ହେଉଛି ବାସ୍ତବିକ ଏହା ଅନନ୍ୟ ଏବଂ ଆପେ ଆପେ ସମସ୍ତଙ୍କ ମୁଖମଣ୍ଡଳରେ ସ୍ମିତ ହାସ୍ୟକୁ ଆପଣମାନେ ଲକ୍ଷ୍ୟ କରୁଛନ୍ତି। ଏଇଥିପାଇଁ ସେ ମହାପ୍ରଭୁ ତ ନିଜେ ହସପ୍ରିୟ ସେଥିପାଇଁ ସେ ରଙ୍ଗା ଅଧର ସେଥିପାଇଁ ସେ ସକଳ ଜଗତକୁ ହସିବା ପାଇଁ ସକଳ ଜଗତକୁ ମୁକ୍ତି ଏବଂ ମୋକ୍ଷର ମାର୍ଗ ଦେଖାଇ ନିଜେ ସ୍ମିତ ହାସ୍ୟ ଦେଇ ଜଗତକୁ ଆକର୍ଷିତ କରିପାରୁଛନ୍ତି ପ୍ରଭୁ ଅନୁରୂପ ଭାବରେ ସେହି ଭାବଭକ୍ତି ସମର୍ପଣରେ ଆମେ ମଧ୍ୟ ଆପଣଙ୍କ ନିକଟରେ ସମର୍ପିତ ହେଉଛୁ। ଆମେ ବି ହାତ ଯୋଡ଼ି ଦେଉଛୁ କେତେବେଳେ ଭକ୍ତଙ୍କର ହାତ ଊର୍ଦ୍ଧ୍ୱକୁ ଉଠି ଯାଉଛି ପ୍ରଭୁ ତୟା ହୃଷିକେଶ ହୃଦୟ ସ୍ଥିତେନ ଯଥା ନିଯୁକ୍ତସ୍ମି ତଥା କରୋମି ଆପଣ ହୃଦୟରେ ଆମର ସଂସ୍ଥାପିତ ହୋଇଯାଆନ୍ତୁ ହୃଦୟରେ ଆପଣ ଆସୀନ ହୋଇଯାଆନ୍ତୁ ଏବଂ ଯାହା କିଛି ଆପଣ ନିର୍ଦ୍ଦେଶ ଦେବେ ସେସବୁର ଅନୁପାଳନ ହିଁ ଆମେ କରିବୁ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିବା ଏବଂ ତାରି ଭିତରେ ମହାପ୍ରଭୁ ଏହି ବ୍ରହ୍ମ ସତ୍ୟ ଜଗନ ମିଥ୍ୟା ଜୀବ ବ୍ରହ୍ମୈବ ନାପରଂ ବ୍ରହ୍ମ ହିଁ ସତ୍ୟ ମୁଁ ହିଁ ସତ୍ୟ ମହାପ୍ରଭୁ କହୁଛନ୍ତି। ସେଥିପାଇଁ ରେ ଭକ୍ତ ତୁ ଆଜି ଯିଏ ଆସିଛୁ ମୋତେ ଦେଖିବା ପାଇଁ ମୋତେ ଯଦି ତୁ ପ୍ରତ୍ୟକ୍ଷ ଭାବରେ ଦର୍ଶନ କରୁଛୁ ଏହି ଉପଲବ୍ଧି ନେ ଯେ
जे सबकिछि को मो निकट में समर्पी दे, सबकिछि को तोर दुख सुख तोर आनंद तोर विषाद तोर प्राप्ति तोर अप्राप्ति सकल कामना को तू मो निकट में समर्पित करदे एवं सबकिछि को मु ही ग्रहण करी तते मुक्ति एवं मोक्षर बाट देखदेवी। सर्वधर्मान परित्यज्य मामेकं शरणं व्रज अहं त्वां सर्व पापेभ्य मोक्षयिष्यामि मा शुचः। एथरे तुमे आउ अनुशोचना करो नहीं, एथरे कोनोसी भावना रख नहीं जे सबकिछि को समर्पित करि देबा परे से सबको अंगीकार करी सबको ग्रहण करी तते मु मुक्ति आ मोक्ष देवी। जहाँ तोर जीवनर एकमात्र लक्ष्य एवं जीवनर अंतिम लक्ष्य से लक्ष्यर साधन में मुझे तते ही आशीष प्रदान करी। ये हूँ महाप्रभुंर दिव्याति दिव्य प्रक्रिया भितर आपण देखुं आलट एवं चामर सेवा भितर महाप्रभु को वृंदावती महाप्रभु को तुलसी समर्पण करा जाउछि एवं तुलसी प्रिय महाप्रभु निजे पुष्प प्रिय महाप्रभु अलंकार प्रिय एवं आज महाप्रभु प्रमाण करदेवे से जल प्रिय एवं आज महाप्रभुंर जो भाव में जल एवं जो भाव में जलर लीला को संसाधन करेंगे महाप्रभु एवं निजे तो से नारायण नाम को ग्रहण बहन करिसेंती। नारा अर्थात जल जल को अयन करी अवलंबन करी जे तंकर विशेष भाव में अनंत शयनर रूप को प्रकाश करी नारायण भाव में अभिहित होइछंती। आज से कहीं नारायण एक को प्रमाण करदेवे निजे जितेबाला 35 गरा जल से आज निजे स्नान करेंगे और से स्नान हो प्रत्यक्ष स्नान आपने देखिपुं महाप्रभुंर कुटुंब नासापत्र जहाँ भक्तों भितर से स्वतंत्र भावावेग को स्पष्ट करुच्ची। महाप्रभु जितेबाला उत्तर दिग को मुह कर चाहिए विभिन्न दिग को नहीं महाप्रभुंर जो दृष्टि संपात हो जो रही भक्त मैंने जो रही अशरीरी माने देवगण सुरगण एवं जो रही शरीर न थी अनेक आत्मा मैंने अपेक्षा रखिंट महाप्रभु को संदर्शन करने अपेक्षा रखिंट सुरगण अपेक्षा कर यक्षगण गंधर्वगण किन्नरगण सब